ଏବଂ ସେ ତା ଯୋଜନା ଅନୁସାରେ ସେ ଆଜି ତାକୁ ବୋଧେ ପଠେଇ ଦେଇଥାନ୍ତା। ସେ ପାଖାପାଖି ଝାଡ଼ଖଣ୍ଡ ଭୁବନେଶ୍ୱର ସବୁ ଏମିତି ସବୁ ଜାଗାକୁ ସବୁ ସେ ପଠାଉଛି। ଆଗରୁ ଥରେ ଦୁଇଥର ତା ନାଁରେ ଆମର ଆସିଥିଲା, ଖବର ଆସିଥିଲା, ଆମେ ତାକୁ ଇଏ କରିଥିଲୁ, କିନ୍ତୁ କୌଣସି ଆମେ ସେଥିରେ ସଫଳ ପାଇନଥିଲୁ। ଆଜି ଯାହା ହଉ ତାକୁ ଆମେ ଧରିପାରିଛୁ। ଆଜି ସନ୍ଧ୍ୟା 6ଟା ସମୟରେ କୌଣସି ବିଶେଷ ସୂତ୍ରରୁ ଆମେ ଖବର ପାଇଲୁ ଯେ ଜଣେ ଲୋକ ଗୋରୁମଇଶାଣୀ ଏରିଆରେ ଏ ଯେଉଁ ପାରାକିଟ୍ ମାନେ ଆମର ଯେଉଁ ମିଟୁ ଛୁଆ ସବୁ ସେ ସବୁ ବିକ୍ରି କରୁଛି। ତ ଯାହା ହଉ ତାଙ୍କ ସଙ୍ଗେ ସଙ୍ଗେ ଆମେ ଖବର ପାଇକି ଆମର ଗୋରୁମଇଶାଣୀ ଷ୍ଟାଫ୍ ଏବଂ ରାଇରଙ୍ଗପୁର ଷ୍ଟାଫ୍କୁ ମୁଁ ନେଇକି ଆମେ ତା ଘରେ ଯାଇକି ଦେଖିଲୁ। ମୋ ନାଁ ଜ୍ୟୋତିରଞ୍ଜନ ସେନାପତି, ମୁଁ ରେଞ୍ଜ ଅଫିସର ରାଇରଙ୍ଗପୁର। ଆଜି ସନ୍ଧ୍ୟା 6ଟା ସମୟରେ କୌଣସି ବିଶେଷ ସୂତ୍ରରୁ ଆମେ ଖବର ପାଇଲୁ ଯେ ଜଣେ ଲୋକ ଗୋରୁମଇଶାଣୀ ଏରିଆରେ ଏ ଯେଉଁ ପାରାକିଟ୍ ମାନେ ଆମର ଯେଉଁ ମିଟୁ ଛୁଆ ସବୁ ସେ ସବୁ ବିକ୍ରି କରୁଛି। ତ ଯାହା ହଉ ତାଙ୍କ ସଙ୍ଗେ ସଙ୍ଗେ ଆମେ ଖବର ପାଇକି ଆମର ଗୋରୁମଇଶାଣୀ ଷ୍ଟାଫ୍ ଏବଂ ରାଇରଙ୍ଗପୁର ଷ୍ଟାଫ୍କୁ ମୁଁ ନେଇକି ଆମେ ତା ଘରେ ଯାଇକି ଦେଖିଲୁ। ତା ଘରେ ପ୍ରାୟ 3-4ଟି ପେଟିରେ ବହୁତ ଗୁଡ଼ିଏ ମିଟୁ ଛୁଆ ସବୁ ସେ ରଖିଥିଲା ଏବଂ ସେ ତା ଯୋଜନା ଅନୁସାରେ ସେ ଆଜି ତାକୁ ବୋଧେ ପଠେଇ ଦେଇଥାନ୍ତା। ସେ ପାଖାପାଖି ଝାଡ଼ଖଣ୍ଡ ଭୁବନେଶ୍ୱର ସବୁ ଏମିତି ସବୁ ଜାଗାକୁ ସବୁ ସେ ପଠାଉଛି। ଆଗରୁ ଥରେ ଦୁଇଥର ତା ନାଁରେ ଆମର ଆସିଥିଲା, ଖବର ଆସିଥିଲା, ଆମେ ତାକୁ ଇଏ କରିଥିଲୁ, କିନ୍ତୁ କୌଣସି ଆମେ ସେଥିରେ ସଫଳ ପାଇନଥିଲୁ। ଆଜି ଯାହା ହଉ ତାକୁ ଆମେ ଧରିପାରିଛୁ। ଆଉ ସେ ଲୋକ ବି ଆଜି ଧରା ପଡ଼ିଛି ଯିଏ କାମ ସବୁ କରୁଥିଲା। ତା ନାଁ ହେଉଛି, ସେ ଆସାମୀର ନାମ ହେଉଛି शेख ଜାକିର ହୁସେନ। ତା ବାପା ନାମ ହେଉଛି शेख ଲତିଫ। ଗୋରୁମଇଶାଣୀ ଘର ତାର। ଆମେ ବର୍ତ୍ତମାନ ଏଠି ଆମ ଅଫିସରେ ବର୍ତ୍ତମାନ ରଖିଛୁ। ତାପରେ ଡିଏଫଓଙ୍କୁ ସାର୍ଙ୍କୁ ଆମେ ଜଣାଇ ସାରିଲା ପରେ ଡିଏଫଓ ସାର୍ କହିଲା ପରେ ଆମେ ତାପରେ ତାକୁ ନେଇକି କେଉଁଠି ଛାଡ଼ିବା ବ୍ୟବସ୍ଥା କରିବା ଆଉ।